କ୍ୟାଣ୍ଟୁ ଫର୍ ଏ ସ୍ପିକର ତାଙ୍କର ଅନଫୁଲଫିଲ୍ଡ ୱିଶେସ୍ ଯେଉଁଗୁଡ଼ାକି ଇମ୍ପସିବଲ୍ ସେଇଟାକୁ ଏଠି କନଭେ କରୁଛନ୍ତି କଣ୍ଡିସନାଲ କ୍ଲଜ୍ ମାଧ୍ୟମରେ। ସ୍ପିକର ୱେଷ୍ଟ ୱିଣ୍ଡକୁ କହୁଛନ୍ତି ମୁଁ ଯଦି ଗୋଟେ ଡେଡ୍ ଲିଫ୍ ହେଇଥାନ୍ତି ତାହେଲେ ତୁ ଜଙ୍ଗଲର ଡେଡ୍ ଲିଫ୍ ମାନଙ୍କ ଭଳିଆ ମୋତେ ମଧ୍ୟ ଉଡ଼େଇ ନେଇଥାନ୍ତୁ। ମୁଁ ଯଦି ଗୋଟେ ହାଲକା ମେଘଖଣ୍ଡଟି ହେଇଥାନ୍ତି ମୁଁ ତୋ ସହିତ ଉଡ଼ି ପାରିଥାନ୍ତି ଆକାଶରେ, ଅର୍ଥାତ୍ ଯେଉଁଟାକି ଫ୍ରିଡମ୍ ଆଉ ଲିବରେସନକୁ ବୁଝଉଛି। ନେକ୍ସଟ ସ୍ପିକର ୱିଶ୍ କରୁଛନ୍ତି କାସ୍ ମୁଁ ଗୋଟେ ୱେବ୍ ମଧ୍ୟ ହେଇଥାନ୍ତି ଯାହାଦ୍ୱାରା କି ତୋର ପାୱାର ତୁ ମୋ ଉପରେ ଏକ୍ଜିକ୍ୟୁଟ୍ କରିପାରିଥାନ୍ତୁ। ସ୍ପିକର ଯେଉଁ ସିମିଲି ଗୁଡ଼ା ଏଠି ୟୁଜ୍ କରୁଛନ୍ତି ଅଲରେଡ଼ି ସେଗୁଡ଼ିକ ଅର୍ଲିୟର କ୍ୟାଣ୍ଟୋଜରେ ବର୍ଣ୍ଣନା ହେଇସାରିଛି। ସ୍ପିକର ୱେଷ୍ଟ ୱିଣ୍ଡକୁ ଆପ୍ରିସିଏଟ୍ କରୁଛନ୍ତି, ତାର ପାୱାରକୁ ଆଡୋର କରୁଛନ୍ତି। ୱେଷ୍ଟ ୱିଣ୍ଡର ପାୱାର ଅନକଣ୍ଟ୍ରୋଲେବଲ୍, ତାକୁ କେହି କଣ୍ଟ୍ରୋଲ କରିପାରିବେ ନାହିଁ। ୱେଷ୍ଟ ୱିଣ୍ଡ କାହା କଣ୍ଟ୍ରୋଲରେ ହିଁ ନାହିଁ। ୱେଷ୍ଟ ୱିଣ୍ଡର ୱିଲ୍ ପାୱାର, ୱେଷ୍ଟ ୱିଣ୍ଡର ଷ୍ଟ୍ରେଙ୍ଗଥକୁ ନିଜର ଷ୍ଟ୍ରେଙ୍ଗଥ ନିଜର ୱିଲ୍ ପାୱାର ସହିତ କମ୍ପେୟାର କରୁଛନ୍ତି। ଯେତେବେଳେ ସେ ତାଙ୍କ ବୟହୁଡ଼ରେ ଥିଲେ ସେ ମଧ୍ୟ ୱେଷ୍ଟ ୱିଣ୍ଡ ଭଳିଆ ଅନକଣ୍ଟ୍ରୋଲେବଲ୍ ଥିଲେ, ତାଙ୍କ ପାଖରେ ବହୁତ ଷ୍ଟ୍ରେଙ୍ଗଥ ଥିଲା। ୱେଷ୍ଟ ୱିଣ୍ଡ କିମ୍ବା ନେଚରର ଅଦର ଏଲିମେଣ୍ଟ ପାଖରେ ଯେତେ ୱାଇଲ୍ଡନେସ୍ ଅଛି ସ୍ପିକରଙ୍କର ମଧ୍ୟ ଥିଲା ତାଙ୍କ ବୟହୁଡ଼ରେ ସେତିକି ଲେବଲର ୱାଇଲ୍ଡନେସ୍। ୱେଷ୍ଟ ୱିଣ୍ଡ ଭଳିଆ ଷ୍ଟ୍ରେଙ୍ଗଥ ରଖିବା ପାଇଁ ସ୍ପିକରଙ୍କର ଇଚ୍ଛା ଅଛି, କିନ୍ତୁ ୱେଷ୍ଟ ୱିଣ୍ଡ ଯେତିକି ଫ୍ରି ସ୍ପିକର ସେତିକି ଫ୍ରି ନୁହନ୍ତି। ସ୍ପିକର ଇଜ୍ ବାଉଣ୍ଡ, ସ୍ପିକର ଇଜ୍ ଚେନ୍ଡ, ହ୍ୱେରେଜ୍ ୱେଷ୍ଟ ୱିଣ୍ଡ ଇଜ୍ ନେଭର ବାଉଣ୍ଡ, ଇଟ୍ ଇଜ୍ ନେଭର ଚେନ୍ଡ। ସ୍ପିକର କହୁଛନ୍ତି ତାଙ୍କ ଭିତରେ ଏତେ ଷ୍ଟ୍ରେଙ୍ଗଥ, ୱିଲ୍ ପାୱାର ଆଉ ୱାଇଲ୍ଡନେସ୍ ଥିଲା, ସେ ଯଦି ୱେଷ୍ଟ ୱିଣ୍ଡର କମ୍ପାନିଅନ୍ ହେଇଥାନ୍ତେ ତାହେଲେ ୱେଷ୍ଟ ୱିଣ୍ଡକୁ ମଧ୍ୟ ପଛରେ ପକାଇ ଦେଇଥାନ୍ତେ, ୱେଷ୍ଟ ୱିଣ୍ଡକୁ ସରପାସ କରିଯାଇଥାନ୍ତେ। ଡ୍ୟୁ ଟୁ ଲ୍ୟାକ୍ ଅଫ୍ ଫ୍ରିଡମ୍ ସ୍ପିକର ନିଜକୁ ହେଲ୍ପଲେସ୍ ଫିଲ୍ କରୁଛନ୍ତି। କହୁଛନ୍ତି ବର୍ତ୍ତମାନ ମୋତେ ଆବଶ୍ୟକ ଅଛି ୱେଷ୍ଟ ୱିଣ୍ଡର ସହାୟତା ନେବାର, ମୋତେ ଏମିତି ପ୍ରେ କରିବାକୁ ପଡ଼ିନଥାନ୍ତା ଯେମିତି ମୁଁ ପ୍ରେ କରୁଛି। ମୁଁ ଏମିତି କାହିଁ କରୁଛି? ସ୍ପିକର ୱେଷ୍ଟ ୱିଣ୍ଡକୁ ଆଡ୍ରେସ୍ କରିକି କହୁଛନ୍ତି ହେ ୱେଷ୍ଟ ୱିଣ୍ଡ, ପତ୍ର, ୱେଭ୍ ଆଉ କ୍ଲାଉଡ୍ ଭଳିଆ ମୋତେ ମଧ୍ୟ ତୁ ଉଡ଼େଇକି ନେଇଯା, ଟେକିକି ନେଇଯା। ଅର୍ଥାତ୍ ସେମାନଙ୍କ ଉପରେ ଯେମିତି ତୁ ପାୱାର ଏକ୍ଜିକ୍ୟୁଟ୍ କରିପାରୁଛୁ ମୋ ଉପରେ ମଧ୍ୟ ସେମିତି କରିଦେ। ସ୍ପିକର ଜୀବନରେ କଣ୍ଟା ଉପରେ ପଡ଼ିଯାଇଛନ୍ତି, ବ୍ଲିଡ୍ କରୁଛନ୍ତି, ତାଙ୍କୁ ବହୁତ ଯନ୍ତ୍ରଣା ହେଉଛି। ପ୍ୟାସେଜ ଅଫ୍ ଟାଇମ୍ ଯେମିତି ତାଙ୍କୁ ଚେନ୍ କରିଦେଇଛି, ସେ ନତମସ୍ତକ ହେଇଯାଇଛି। ଯେହେତୁ ସ୍ପିକର ନିଜର ଫ୍ରିଡମକୁ ହରେଇ ବସିଛନ୍ତି, ଚେନ୍ ହେଇଯାଇଛନ୍ତି, ତାଙ୍କର ସେ ଯେଉଁ ୱାଇଲ୍ଡନେସ୍ଟା, ତାଙ୍କର ପାୱାରଟାକୁ ସେ ଏକ୍ଜିକ୍ୟୁଟ୍ କରିପାରୁନାହାନ୍ତି, ତାଙ୍କ ଷ୍ଟ୍ରେଙ୍ଗଥଟାକୁ ସେ ୱେଷ୍ଟ କରିଦେଉଛନ୍ତି। ସେଇଥିପାଇଁ କହୁଛନ୍ତି ସେ ଜୀବନରେ କଣ୍ଟାରେ ପଡ଼ିଯାଇଛନ୍ତି ଏବଂ ରକ୍ତାକ୍ତ ହେଇଯାଇଛନ୍ତି। ସ୍ପିକର ନିଜକୁ କମ୍ପେୟାର କରୁଛନ୍ତି ୱେଷ୍ଟ ୱିଣ୍ଡ ସହିତ। ଏଠି ସ୍ପିକରଙ୍କର ପର୍ସନାଲିଟି କେମିତି ଥିଲା କୁହାଯାଉଛି, ସେ ଟେମ୍ଲେସ୍ ଥିଲେ, ସୁଇଫ୍ଟ ଥିଲେ, ପ୍ରାଉଡ ଅର୍ଥାତ୍ ଆରୋଗେଣ୍ଟ ମଧ୍ୟ ଥିଲେ। ଏସବୁ ସ୍ୱଭାବର ବ୍ୟକ୍ତି ହେଇ ମଧ୍ୟ ସେ କିଛି କରିପାରୁନାହାନ୍ତି, ତାଙ୍କର ସ୍ୱଭାବକୁ ସେ ଏକ୍ଜିକ୍ୟୁଟ୍ କରିପାରୁନାହାନ୍ତି, କାରଣ ସେ ବନ୍ଦୀ ହେଇଯାଇଛନ୍ତି, ତାଙ୍କର ଫ୍ରିଡମ୍ ନାହିଁ। ସେଥିପାଇଁ ସେ ବହୁତ ହେଲ୍ପଲେସ୍ ଫିଲ୍ କରୁଛନ୍ତି ଏବଂ ୱେଷ୍ଟ ୱିଣ୍ଡର ସାହାଯ୍ୟ ଲୋଡୁଛନ୍ତି। ନିଜକୁ ସେ ୱେଷ୍ଟ ୱିଣ୍ଡ ସହିତ ଆଇଡେଣ୍ଟିଫାଏ କରୁଛନ୍ତି।